ଦଶଟି ବିଷୟ ଯାହା ପ୍ରଭୁଙ୍କ ଠାରୁ ଆପଣଙ୍କୁ ଦୂରକୁ ନେଇଯାଏ। ଆପଣ ଜାଣିବାକୁ ଇଚ୍ଛା କରନ୍ତି କି? ସମସ୍ତଙ୍କୁ ମୋର ଖ୍ରୀଷ୍ଟିୟ ନମସ୍କାର। ଆଜିର ବାକ୍ୟ ଆଲୋଚନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଅଛି। ଆଜି ଆମେ ଆଲୋଚନା କରିବା 10ଟି ବିଷୟ ଯାହା ଆପଣଙ୍କୁ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ। ଯଦି ଏହିସବୁ ବିଷୟ ଆପଣଙ୍କର ଜୀବନରେ ଅଛି, ତାହେଲେ ନିଶ୍ଚିତ ଭାବରେ ଆପଣ ପ୍ରଭୁଙ୍କ ଠାରୁ ଦୂରରେ ଅଛନ୍ତି। ଆସନ୍ତୁ ଜାଣିବା ଏସବୁ ବିଷୟ କ'ଣ। ସର୍ବପ୍ରଥମ ବିଷୟ ହେଉଛି ପ୍ରାର୍ଥନା ବିହୀନ ଜୀବନ, ପ୍ରାର୍ଥନାରେ ଅବହେଳତା। ପ୍ରଥମ ଥେସଲୋନିକୀୟ 5:17 ଲେଖାଯାଏ, ନିରନ୍ତର ପ୍ରାର୍ଥନା କର। ପ୍ରାର୍ଥନା ପ୍ରଭୁ ଏବଂ ମନୁଷ୍ୟ ମଧ୍ୟରେ ଗୋଟିଏ ଯୋଗାଯୋଗର ମାଧ୍ୟମ ଅଟେ। ଫିଲିପିଓ 4:6 ମଧ୍ୟ ଲେଖାଯାଏ, ପ୍ରାର୍ଥନାରେ ବିନତି ସବୁ ପ୍ରଭୁଙ୍କୁ ଜଣାଅ। ତେବେ ଆମର ଯାହା ଆବଶ୍ୟକତା, ପୁଣି ଯାହା ଆମର ବିଷୟରେ ଅଛି ପ୍ରଭୁଙ୍କୁ ଜଣାଇବାର, ସବୁ ବିଷୟ ଆମେ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କୁ ଜଣାଇଥାଉ। ଏହାର ଅର୍ଥ ଅଧିକ ପ୍ରାର୍ଥନା, ଅଧିକ ଯୋଗାଯୋଗ, କମ୍ ପ୍ରାର୍ଥନା, କମ୍ ଯୋଗାଯୋଗ, ନ ପ୍ରାର୍ଥନା, ନ ଯୋଗାଯୋଗ, ଅର୍ଥାତ୍ ଯୋଗାଯୋଗ ବିହୀନ। ତ ପ୍ରାର୍ଥନା ବିହୀନ ଜୀବନ ପ୍ରଭୁଙ୍କ ଠାରୁ ଯୋଗାଯୋଗ ବିହୀନ ଜୀବନ ଅଟେ। ଆଉ ଯେତେବେଳେ ଜଣଙ୍କ ସହିତ ଯୋଗାଯୋଗ କମ୍ ହେଇଯାଏ ବା ଯୋଗାଯୋଗ ବିହୀନ ହୋଇଯାଏ, ତାହେଲେ ତାଙ୍କ ସହିତ ଆମର ସମ୍ପର୍କ ଜାଣିବାକୁ ହେବ ଯେ ବିଲକୁଲ ନୁହେଁ ବା ବହୁତ କମ୍ ଅଛି। ଦ୍ୱିତୀୟ ବିଷୟ, କ୍ଷମା ନ ଦେବା ସ୍ୱଭାବ। କ୍ଷମା ନ ଦେବା ସ୍ୱଭାବ ଯାହା ଲେଖାଯାଏ ମାର୍କ 11:25-26 ଲେଖାଯାଏ, ଏଠାରେ ପ୍ରାର୍ଥନା କରିବା ପୂର୍ବରୁ ଯଦି କାହା ସହିତ କିଛି ଭୁଲ ବୁଝାମଣା ଅଛି, ତାକୁ ସମାଧାନ କର, ତାକୁ କ୍ଷମା କର। ଯଦି ତୁମେ କ୍ଷମା କରିବ ନାହିଁ, ତାହେଲେ ପ୍ରଭୁ ତୁମକୁ ମଧ୍ୟ କ୍ଷମା କରିବେ ନାହିଁ। ଯଦି ଆପଣ ଆପଣଙ୍କର ଦୋଷୀକୁ କ୍ଷମା କରିବେ ନାହିଁ, ତାହେଲେ ପ୍ରଭୁ ମଧ୍ୟ ଆପଣଙ୍କୁ କ୍ଷମା କରିବେ ନାହିଁ। ଆଉ ଯଦି ପ୍ରଭୁଙ୍କ ଠାରେ ଆମେ କ୍ଷମା ପାଇବା ନାହିଁ, ନିଶ୍ଚିତ ଭାବରେ ଆମେ ପ୍ରଭୁଙ୍କ ଠାରୁ ଦୋଷୀ ଅଟୁ। ପ୍ରଭୁଙ୍କ ଠାରେ ଆମେ ପାପ କରିଅଛୁ। ଯଦି ଆମେ କ୍ଷମା ପାଇବା ନାହିଁ, ତେବେ ନିଶ୍ଚିତ ଭାବରେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବା ନାହିଁ। ପରବର୍ତ୍ତୀ ବିଷୟ, ଗୁପ୍ତ ପାପ। ଗୀତ ସଂହିତା ତାର 66 ପର୍ବ 18 ଲେଖାଯାଏ, ଯଦି ଅଧର୍ମ ଅର୍ଥାତ୍ ପାପକୁ ମନରେ ଆଦର କର, ତାହେଲେ ପ୍ରଭୁ ଶୁଣିବେ ନାହିଁ। ଆହୁରି ମଧ୍ୟ ହିତୋପଦେଶ ତାର 28 ପର୍ବ 13 ଲେଖାଯାଏ, ଯିଏ ଅଧର୍ମକୁ ଆଚ୍ଛାଦନ କରେ ସିଏ ମଙ୍ଗଳ ପାଏ ନାହିଁ, କିନ୍ତୁ ଯିଏ ସ୍ୱୀକାର କରି ଛାଡ଼େ ସିଏ ମଙ୍ଗଳ ପାଏ। ତେବେ ଆମେ ନିଶ୍ଚିତ ଭାବରେ ଏହି ବିଷୟ ପ୍ରତି ଜାଗ୍ରତ ହେବା ଦରକାର। ଚତୁର୍ଥ ବିଷୟ, ଗର୍ବ। ଯାକୋବ ତାର 4:6 ଲେଖାଯାଏ, ଈଶ୍ୱର ଅହଂକାରୀ ଲୋକକୁ ପ୍ରତିରୋଧ କରନ୍ତି, ନମ୍ରକୁ ଅନୁଗ୍ରହ କରନ୍ତି। ଆମ ପାଖରେ ଯାହା ଅଛି ତାହା ଆମକୁ ଅନୁଗ୍ରହ କରି ଦିଆହେଇଛି। ଯଦି ଗର୍ବ କରୁ, ତାହେଲେ ପ୍ରଭୁଙ୍କୁ ଆମେ ଅସ୍ୱୀକାର କରୁ। ତେବେ ନିଶ୍ଚିତ ଭାବରେ ଗର୍ବ ଗୋଟିଏ ବଡ଼ ପାପ ପ୍ରଭୁଙ୍କ ଦୃଷ୍ଟିରେ। ପରବର୍ତ୍ତୀ ବିଷୟ, ସନ୍ଦେହ। ଯାକୋବ 1:6-7 ଲେଖାଯାଏ, ସନ୍ଦେହ କରିବା ଅର୍ଥ ଅବିଶ୍ୱାସ କରିବା। ଏପରି ଲୋକ ପ୍ରଭୁଙ୍କ ଠାରୁ କିଛି ପାଇବ ବୋଲି ମନେ ନ କରୁ। ଡାଉଟ୍, ପ୍ରଭୁଙ୍କ ଉପରେ ଯଦି ଡାଉଟ୍ କରୁଛୁ, ପ୍ରଭୁଙ୍କ ଉପରେ ଯଦି ସନ୍ଦେହ କରୁଛୁ, ତାହେଲେ ଆମର ବିଶ୍ୱାସ ଦୁର୍ବଳ ଅଛି। ଆଉ ଯଦି ବିଶ୍ୱାସ ଦୁର୍ବଳ, ତେବେ ତାଙ୍କୁ ଆମେ ସନ୍ତୋଷ କରିପାରିବା ନାହିଁ। ପରବର୍ତ୍ତୀ ବିଷୟ, କୁସଙ୍ଗ, ରଙ୍ଗ ଫ୍ରେଣ୍ଡସିପ୍। ପ୍ରଥମ କରନ୍ତୀୟ 15:33 ଲେଖାଯାଏ, ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ। ଆପଣ ଖରାପ କାର୍ଯ୍ୟ କରିବାକୁ ଇଚ୍ଛା କରୁନଥିବେ, କିନ୍ତୁ ସେଇ ଖରାପ ସାଙ୍ଗ ଆପଣଙ୍କୁ ଖରାପ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇଥାଏ ଏବଂ ପରବର୍ତ୍ତୀ ସମୟରେ ଆପଣ ଧୀରେ ଧୀରେ ତାର ଖରାପ କାର୍ଯ୍ୟରେ ସଙ୍ଗୀ ହୁଅନ୍ତି। କୁସାଙ୍ଗ ହୋଇଥିବାରୁ ଆପଣଙ୍କୁ ସେ ଖରାପ ଆଡ଼କୁ ନେଇଯାଏ, ଅର୍ଥାତ୍ ପ୍ରଭୁଙ୍କ ଠାରୁ ଦୂରକୁ ନେଇଯାଏ। ପରବର୍ତ୍ତୀ ବିଷୟ, ଆଜ୍ଞାବହତାର ଅଭାବ।
ଜହନ ତାର 14 ପର୍ବ 15 ପଦରେ ଲେଖାଯାଏ, ଯଦି ତୁମେ ମୋତେ ପ୍ରେମ କର ତେବେ ମୋର ଆଜ୍ଞା ସବୁ ପାଳନ କର। ଆଜ୍ଞାବହତା ନହେଲେ ପ୍ରଭୁଙ୍କର ପ୍ରିୟ ପାତ୍ର ହେବା ଅସମ୍ଭବ। ସେଥିପାଇଁ ଆମେ ପ୍ରଭୁଙ୍କର ବାକ୍ୟ ପ୍ରତି ଆଜ୍ଞାବହ ହେବା ନିହାତି ଆବଶ୍ୟକ ଅଟେ। ପରବର୍ତ୍ତୀ ବିଷୟ, ଜଗତକୁ ପ୍ରେମ। ପ୍ରଥମ ଜହନ 2 ପର୍ବ 15 ପଦରେ ଲେଖାଯାଏ, ସଂସାର କି ବା ସେଥିର ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାଠାରେ ନାହିଁ। ନିଶ୍ଚିତ ଭାବରେ ଆମେ ଜାଣିଛୁ ଯେ ସଂସାରିକ ପ୍ରେମ ଏବଂ ପ୍ରଭୁଙ୍କର ପ୍ରେମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ପ୍ରଭୁଙ୍କର ପ୍ରେମ ନିଃସ୍ୱାର୍ଥ ପ୍ରେମ। ତାଙ୍କର ପ୍ରେମରେ କୌଣସି ପ୍ରକାର କପଟ ଭାବ କିମ୍ବା ସ୍ୱାର୍ଥ ଭାବ ନାହିଁ। କିନ୍ତୁ ଜାଗତିକ ପ୍ରେମରେ ସର୍ବଦା କପଟ ଭାବ ଏବଂ ସ୍ୱାର୍ଥତା ରହିଥାଏ। ଯଦି ଜାଗତିକ ଭାବରେ ଆମର ଜଗତକୁ ଆମେ ପ୍ରେମ କରୁଛୁ ତାହେଲେ ନିଶ୍ଚିତ ଭାବରେ ସେ ସ୍ୱାର୍ଥର ବିଷୟ ପୁଣି କପଟର ବିଷୟ ଆମର ଜୀବନରେ ଥାଏ। ତେଣୁ ଏଠାରେ କୁହାଯାଇଛି, ସଂସାର ଯେ କେହି ସଂସାରକୁ ପ୍ରେମ କରେ ସେ ତାଙ୍କଠାରେ ପିତାଙ୍କ ପ୍ରେମ ନାହିଁ। ପରବର୍ତ୍ତୀ ବିଷୟ, ପ୍ରଭୁଙ୍କ ଠାରୁ ନିଜକୁ ଅଧିକ ବିଶ୍ୱାସ କରିବା। ହିତୋପଦେଶ ତାର 3 ପର୍ବ 5 ପଦରେ ଲେଖାଯାଏ, ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର, ନିଜେ ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଅର୍ଥାତ୍ ଆପଣ ସବୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସଦାପ୍ରଭୁଙ୍କୁ ଜଣାଇବା ଦରକାର। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସରେ ଦୁର୍ବଳ ବା ଯେଉଁମାନେ ଜାଣିପାରୁନାହାନ୍ତି, ସେମାନେ କ'ଣ କରନ୍ତି, ନିଜର କାମ ଆରମ୍ଭ କରିବା ପୂର୍ବରୁ ପ୍ରଭୁଙ୍କୁ ଜଣାନ୍ତି ନାହିଁ ଆଉ ନିଜ ବୁଦ୍ଧିରେ ନିଜର ଜ୍ଞାନ ବଳରେ ସେ କାର୍ଯ୍ୟ ସମ୍ପାଦନ କରିବାକୁ ଇଚ୍ଛା କରନ୍ତି ଆଉ ସେ ସମୟରେ ସେମାନେ ବିଫଳ ମଧ୍ୟ ହୁଅନ୍ତି। ତେଣୁ ଆମେ ନିଜ ଜ୍ଞାନରେ ଆଉଜି ନ ପଡ଼ି ପ୍ରଭୁଙ୍କୁ ଆମର ସମସ୍ତ ବିଷୟ ଜଣାଇବା ଦରକାର। ପରବର୍ତ୍ତୀ ବିଷୟ ଏବଂ ଶେଷ ବିଷୟ, ପ୍ରଭୁଙ୍କ ବାକ୍ୟକୁ ତୁଚ୍ଛ କର ନାହିଁ। ହାଗେୟ ତାର 4 ପର୍ବ 6 ପଦରେ ଲେଖାଯାଏ, ଆମ୍ଭର ଲୋକମାନେ ଜ୍ଞାନର ଅଭାବରୁ ବିନଷ୍ଟ ହେଉଅଛନ୍ତି, କାରଣ ଜ୍ଞାନ ଅର୍ଥାତ୍ ପ୍ରଭୁଙ୍କର ବାକ୍ୟକୁ ଅଗ୍ରାହ୍ୟ କରିଅଛ। ଆମେ ମଧ୍ୟ ତୁମକୁ ଅଗ୍ରାହ୍ୟ କରିବା। ତୁମେ ପରମେଶ୍ୱରଙ୍କର ବ୍ୟବସ୍ଥା ପାଶରିବାରୁ ଆମେ ମଧ୍ୟ ତୁମର ସନ୍ତାନ ଗଣକୁ ପାଶରି ଯିବା। ଯଦି ଆମେ ପ୍ରଭୁଙ୍କର ବ୍ୟବସ୍ଥା ଅର୍ଥ ପ୍ରଭୁଙ୍କର ବାକ୍ୟକୁ ପାଶରି ଯିବା ତାହେଲେ ପ୍ରଭୁ କହୁଛନ୍ତି ସେ ମଧ୍ୟ ଆମକୁ ଏବଂ ଆମର ସନ୍ତାନ ଗଣକୁ ପାଶରି ଯିବେ। ତେବେ ଏଇ 10ଟା ବିଷୟ ଆପଣଙ୍କର ସମ୍ମୁଖରେ ମୁଁ ରଖିଲି। ସମୟ ଏବଂ ସୁବିଧାକୁ ଦେଖି ମୁଁ 10ଟା ବିଷୟ ରଖିଛି। ଆହୁରି ମଧ୍ୟ ଅନେକ ବିଷୟ ଅଛି, ଏହି ଲିଷ୍ଟରେ ସେସବୁ ସ୍ଥାନ ପାଇବା କଥା। ଏହି ସମୟରେ ଏଇ 10ଟା ବିଷୟରୁ ଅଧିକା ବିଷୟ ମୁଁ ନେଇନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଯଦି ସମ୍ଭବ ହୁଏ ନିଶ୍ଚିତ ଭାବରେ ଏହାର ଦ୍ୱିତୀୟ ସଂସ୍କରଣ ଅର୍ଥାତ୍ ପାର୍ଟ 2 କିମ୍ବା ଅନ୍ୟ ଏହିପରି ଅନ୍ୟ ବିଷୟ ମୁଁ ଆଣିପାରେ ଆପଣଙ୍କର ସମ୍ମୁଖକୁ। ଏହି ବାକ୍ୟ ଆଲୋଚନା ଦ୍ୱାରା ପ୍ରଭୁ ଆମମାନଙ୍କୁ ପ୍ରଚୁର ରୂପେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। हे सर्वशक्तिमान ईश्वर दयाल पिता परमेश्वर, तुमर प्रशंसा धन्यवाद और गौरव हेउ। हे प्रभु, ए समय नम्र और कृतज्ञ हृदय तुमर चरण तले निजको समर्पण करुछु। तुमर अपार दया और कृपा सकाशे तुमको धन्यवाद करुछु। ए समय तुमर वाक्य शुणी ध्यान करने को और तुमर निकटवर्ती होगा साहाय्य करथिबारु तुमको धन्यवाद करुछु। प्रभु आमर जीवन में जेते पाप दोष अपराध सब अच्छी सबू तुम चरण तले स्वीकार करुछु एवं प्रार्थना करुछु आमको क्षमा करो और तुम वाक्य अनुसार चलने को साहाय्य करो। प्रभु इस समय जो सब विषय आम शिक्षा कलु पिता से सब विषय जदि आम दुर्बलता अच्छी से दुर्बलता को जीसु नाम दूर कर पुणी तुम निकटवर्ती होगा आमको साहाय्य कर। प्रभु एतबेले जो मैंने असुस्थ अच्छा से हृदय और मन आत्मा प्रभु तुम्हें कार्य कर दुर्बल मन आत्मा शरीर को वाक्य द्वारा स्पर्श कर एवं देह को शक्ति मन को शांति और आशार परिपूर्ण कर जीसु नाम स्वस्थता प्रदान कर। पाठ पढ़ुवा छात्र छात्री को उत्तम ज्ञान और बुद्धि दे आशीर्वाद कर। छोट शिशु मान शारीरिक मानसिक आत्मिक भाव में वृद्धि होगा तुम्हें आशीर्वाद कर। जो मैंने आम सहित प्रार्थना कर प्रार्थना श्रवण करो और उत्तर दियो बोली प्रार्थना करो। समस्त विषय पर धन्यवाद दे प्रार्थना उद्धारकर्ता प्रभु जीशु ख्रीष्टर मधुर नाम उत्सर्ग करुछु। आमेन। जीसु शांति।